ଯାତ୍ରା ରେ କଣ ପରିବର୍ତ୍ତନ ଆସିବା ଦରକାର ଯେମିତି କି ଯାତ୍ରା ଆପଣ ଚାହୁଁଛନ୍ତି ବର୍ତ୍ତମାନ ଯେତେବେଳେ ଆପଣ କହୁଛନ୍ତି ବର୍ତ୍ତମାନ ବି ଯାତ୍ରା ମୁହାଁ ବହୁତ ହେଲେଣି ଲୋକ ଦେଖିବାକୁ ଚାହୁଁଛନ୍ତି କଣ ଟିକେ ହେଲେ ଯୋଉଠି ଶିକ୍ଷିତ ସମାଜ ଟିକେ ବେଶୀ ଦେଖିପାରିବେ। ଦେଖନ୍ତୁ, ମୁଁ ଏଇ ବର୍ଷ କଥା କହୁଛି କିଛିଟା ପରିବର୍ତ୍ତନ ଯେ ରେକର୍ଡ ଡ୍ୟାନ୍ସ କଥା କହୁଛନ୍ତି। ରେକର୍ଡ ଡ୍ୟାନ୍ସରେ ସବୁ ପାର୍ଟିରେ ପ୍ରାୟ ରାମାୟଣ ମହାଭାରତ ଆଉ ଅମ୍, ବହୁତ ପୁରୁଣା କଥା ଯୋଉ ଜିନିଷ ଗୁଡା ଯୋଉ ଦାସକାଠିଆ ପାଲା ତାହା ଭିତରେ ସବୁ ଟଚ୍ ଦିଆଯାଉଛି ଡ୍ୟାନ୍ସରେ, ଯୋଉଟା କି ଲୋକଙ୍କୁ ଭଲ ଲାଗୁଛି। ହୁଁ, ଲୋକ ବି ପରିବର୍ତ୍ତନଶୀଳ, ପରିବର୍ତ୍ତନ ହେଲେଣି। ରେକର୍ଡ ଡ୍ୟାନ୍ସ ମାନେ ଯେ ଖାଲି ଖରାପ ଡ୍ୟାନ୍ସ ତାର ମାନେ ନୁହଁ। ହୁଁ, ମୁଁ କହୁଛି, ମୁଁ ଯୋଉ ଅନୁଷ୍ଠାନ ରହିଛି ଭଲ କି ଲକ୍ଷ୍ୟ କରନ୍ତୁ। ଆପଣ ହୁଏତ ଦେଖିନଥିବେ, ଯୋଉମାନେ ଦେଖିଛନ୍ତି ତାଙ୍କଠୁ ଡାଟା ନିଅନ୍ତୁ। ମୋର ନାଟକରେ କିଛିଟା ମେସେଜ ଥିବ ଆଉ ମୁଁ ବିଶେଷ କରି ସେଇ ଅଶ୍ଳୀଳତାକୁ ଧ୍ୟାନ ଦିଏ। ବିଶେଷ କରି କଷ୍ଟ୍ୟୁମ୍ ଆଉ ନାଚ, ଯୋଉ ଗଡ଼ା ଗଡ଼ି ଅମୁକ ତମୁକ ସେଗୁଡ଼ାକୁ ବି ବେଶୀ ଧ୍ୟାନ ଦିଏ। ଯେ ନାଇଁ, ଆମେ ଯେତିକି ଗୋଟେ ଲଭ୍ ସିନ୍ ଅଛି, ଯେତିକି କଲେ ଲୋକଙ୍କୁ ଭଲ ଲାଗେ ଆମେ ସେତିକି କରିବୁ। ଆଉ ସେ ଡ୍ୟାନ୍ସରେ ଯଦି ଗୋଟେ ଲଭ୍ ସଙ୍ଗ ଡ୍ୟାନ୍ସ ଥିବ, ଯେତିକି ଆମେ କଲେ ଦର୍ଶକ ଗ୍ରହଣ କରିବେ, ବାପା ପୁଅ ଝିଅ ବସି ଦେଖିବେ, ଆମେ ସେତିକି କରିବୁ। ମୁଁ ସେ ପ୍ରାୟ ଯେତିକି ଅନୁଷ୍ଠାନ ରହିଛି ଭଲ କି ଲକ୍ଷ୍ୟ କରନ୍ତୁ, ମୁଁ ସେଟାକୁ ଧ୍ୟାନ ଦିଏ। ଆପଣଙ୍କର ଧର୍ମପତ୍ନୀ ପେଣ୍ଡେଲ ତଳେ ଅଛନ୍ତି ଆପଣ କେତେବେଳେ ଯାତ୍ରା କରିଛନ୍ତି ଆପଣଙ୍କ ରୋମାଣ୍ଟିକ ସିନ୍ ସେ ଦେଖିଛନ୍ତି ଏମିତି ସିଚୁଏସନରେ କେବେ ଏମିତି ହେଇଛି ଆପଣଙ୍କ ଆଖି ତାଙ୍କ ଉପରେ ପଡିଯାଇଛି। ହଁ, ପଢିଛି। ସିଏ ଜଣେ ଭଲ ଦର୍ଶକ। ହୁଁ, ସିଏ ଜଣେ ଭଲ ଦର୍ଶକ। ସିଏ ସକାଳେ କମେଣ୍ଟ କରନ୍ତି, ନାଇଁ ଏଇଟା ଭଲ ଲାଗିଲାନି, ଆଉ ସେଇଟା କଣ ତମେ ସେ ଲଭ୍ ସିନ୍ ଏମିତି ଛାଡ଼ି ଛାଡ଼ି ହଉଥିଲ ମୁଁ ଯାଇଥିଲି ବୋଲିକି? କାହିଁକି, ତମେ ତ ଯଦି ଅଭିନୟ କରୁଛ ସେତେବେଳେ ସେ 4 ଘଣ୍ଟା ପାଇଁ ସିଏ ତମ ସ୍ତ୍ରୀ, ତାଙ୍କ ସାଙ୍ଗରେ ଯେମିତି ଅଭିନୟ କରିବା କଥା ତମେ ସେମିତି କରିବ। ମାନେ କେତେ ବ୍ରଡ ମାଇଣ୍ଡେଡ ହଁ, ମାନେ ନିଶ୍ଚିତ ନିଶ୍ଚିତ ହଁ, ନିଶ୍ଚିତ। ସେତିକି ସପୋର୍ଟ ନଥିଲେ ହୁଏତ ଆପଣ ନା, ଏସବୁ ଏବଂ କରିପାରିନଥାନ୍ତେ। ସିଏ ବି ଜଣେ ମାନେ ଭଲ ଭଜନ ଫଜନ ଗାଇପାରେ। ହୁଁ, ଆଉ ଠାକୁର ଭାଗବତ ଗୀତା ଉପରେ ବହୁତ ଜ୍ଞାନ ତାର। ଆଜ୍ଞା ମାନେ ଏସବୁରେ ହଁ ପୁରା ହଁ ହଁ। ତେବେ ଆପଣଙ୍କୁ ଯେତେବେଳେ ଏବେ ପାରିଶ୍ରମିକ ଟିକେ ଅଧିକ ବଢିଯାଇଛି ଆଗରୁ ଯାତ୍ରାର ପାରିଶ୍ରମିକ କେତେ ନଥିଲା। ଆଗରୁ ଥିଲା କମ୍, ଯାତ୍ରା ଯାତ୍ରା ପ୍ରାଇସ୍ ବି କମ୍ ଥିଲା। ଏବେ ଯେହେତୁ ବଢି ଚାଲିଛି ଯାତ୍ରା। ଆଚ୍ଛା, ଆଉ ଗୋଟେ କଥା, ଲୋକ ଖୋଜୁଛନ୍ତି ବ୍ରାଣ୍ଡ। କୋଉ ପାଟରେ କିଏ ଅଛି ହୁଁ, ତାକୁ ଧରି କଲ୍ କରୁଛନ୍ତି। ତାକୁ ଧରିକି ହଁ ତେଣୁ ସେଥିପାଇଁ ବି ଆମର ନିଶ୍ଚିତ ଭାବରେ ଅଧିକ ବଢି ଚାଲିଛି। ହଁ ଆଉ ସବୁ ପରେ ଏ, ଗୋଟେ ଜିନିଷ ହଉଛି ମାର୍କେଟକୁ ଟିଭିଟେ ଆସିଲା। ସୋନି ଟିଭି, ସେ ଅମୁକ ଟିଭି, ସାମସଙ୍ଗ ଟିଭି, ଏମିତି କେତେ ଟିଭି ଚାଲିଛି। ଟିଭିରେ ଲୋକ କ୍ୱାଲିଟି ଦେଖୁଛନ୍ତି, କୋଉଟାକୁ ଆମ ଭଲ ଲାଗ କ୍ୱାଲିଟି ହେଇଛି ଆମେ ସେଇଟା ଆମେ ଘର ଲଗେଇବା। ସେଇଭଳି ଯିଏ ଭଲ କାମ କରିବ ତାକୁ ସବୁବେଳେ ପୂଜା ସମସ୍ତ ଲୋକ ଖୋଜିବେ। ଗୌରଦାସ ଦୀର୍ଘ ଦିନ ଧରି ଯାତ୍ରାରେ ଅଛନ୍ତି ଆଉ ଦର୍ଶକ ମାନଙ୍କୁ ପୁରା କନ୍ଦେଇ ଦେଇଛନ୍ତି ଦର୍ଶକ ମାନେ ମଧ୍ୟ ତାଙ୍କ ଯାତ୍ରାରେ ବିମୋହିତ ଅଛନ୍ତି ତା ଭିତରେ ଗୋଟେ କଥା ଉଠୁଛି ଦେଖାଯାଏ ଯେ ଗୌରଦାସ ମଧ୍ୟ ତାଙ୍କ ଫ୍ୟାମିଲି ସହିତ ଭଲ ସମ୍ପର୍କ ରଖିଥାନ୍ତି କିନ୍ତୁ ଡିଷ୍ଟାନ୍ସ ହେଇଯାଏ ତାଙ୍କ କାମ କରିବାକୁ ପଡେ କିନ୍ତୁ ତା ଭିତରେ ଆପଣଙ୍କୁ ଏମିତି ଗୋଟେ କିଛି ଅନୁଭବ ହେଇନି ଯେ ଯାତ୍ରାରେ କାହା ପ୍ରତି ଗୋଟେ ଦୁର୍ବଳତା ଆସିବା କିମ୍ବା ତାକୁ ଆପଣ ଜୀବନସାଥୀ ବୋଲି ଭାବିବା ସେମିତି କେବେ କିଛି ମନ ଦିଆନିଆ ହବା ସେମିତି କେବେ କିଛି ନାଇଁ, ହେଇନି ସେମିତି କିଛି ମୋ ଲାଇଫରେ ମୁଁ ତ ସେପଟକୁ ମନ ଦିଏ ନାହିଁ। ଆଉ ମନ ମନ ହଉଛି ସବୁକିଛି। ମୋର ଯଦି ଇଚ୍ଛା ଥିବ, ମନ ଥିବ, ତାହେଲେ ଅଟୋମେଟିକ ସିଆଡକୁ ଟାଣି ହେଇଯିବ। ମୁଁ ତ ଜାଣିଛି ନାହିଁ, ମୋର ଘରେ ତ ସମସ୍ତେ ଅଛନ୍ତି, ଘର ଅଛି, ମୁଁ କାହିଁ ୟା ଭିତରେ ଗୋଟେ କଣ୍ଟ୍ରୋଭର୍ସି ପଶିବି, ଗୋଟେ ଡିଷ୍ଟର୍ବ କରିବି, କାହିଁକି ଜଣଙ୍କ ଲାଇଫଟାକୁ ନଷ୍ଟ କରିବି, ଏମିତି ଅଫର ମନୋଭାବ ନେଇକି ଅଫର ପାଇନାହାନ୍ତି ହଁ, ଅଫର ଅଫର ବହୁତ ଆସିଛି। ଖାଲି ଏଇ ଯାତ୍ରା ନୁହେଁ, ବାହାରେ ବି ବହୁତ ଅଫର। ବାହାଘର ପରେ ବି ହଁ ହଁ, ଧର୍ମପତ୍ନୀ ଏବେ ଜାଣିକି ଏବେ ବି ଏଇ ବୟସରେ ବି ବହୁତ ଲୋକ ସେମିତି ଅଛନ୍ତି। ତାପରେ ତାଙ୍କୁ ମୁଁ ବୁଝେଇ ଦିଏ, ସୁଧାସୁଧି କରେ, ବୁଝେଇ ଦିଏ। ଆଉ ସେଇଟା କଣ, ମଣିଷ ଜୀବନରେ ସବୁଟା କଣ ଜିନିଷ ଗ୍ରହଣ କରିବା ଠିକ୍?